ଏସିଆ କପ୍ 2025ର ଗ୍ରୁପ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ ଇଣ୍ଡିଆ ଓ ୟୁଏଇ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍ ଆରମ୍ଭରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଥିଲା। ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି କେବଳ 13.1 ଓଭରରେ ସମ୍ପୂର୍ଣ୍ଣ ୟୁଏଇ ଦଳକୁ 57 ରନରେ ଅଲଆଉଟ୍ କରିଥିଲେ। ଭାରତୀୟ ବୋଲିଂ ଆକ୍ରମଣ ଆଗରେ ୟୁଏଇର ବ୍ୟାଟ୍ସମ୍ୟାନ୍ ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଲା। ଜଣ ଜଣ କରି ସମସ୍ତ ବ୍ୟାଟ୍ସମ୍ୟାନ୍ ପାଭିଲିୟନ୍ ଫେରିଯାଇଥିଲେ ଏବଂ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଭାରତୀୟ ବୋଲରମାନେ ଏକ ଚମତ୍କାର ଭାବରେ ବୋଲିଂ ଆରମ୍ଭ କରିଥିଲେ, ଯାହା ବଲ୍ ସୁଇଂ ହେଉଥିଲା ଏବଂ ଭାରତୀୟ ବୋଲରମାନେ ଏହାକୁ ପୂର୍ଣ୍ଣ ଫାଇଦା ଉଠାଇଥିଲେ। ପାୱାର ପ୍ଲେ ମଧ୍ୟରେ ୟୁଏଇ ଦଳ ଅଧା ଖେଳି ଶସ୍ତାରେ ଆଉଟ୍ ହୋଇ ପଡ଼ିଆରୁ ଫେରି ଆସିଥିଲେ। ୟୁଏଇର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ରହିପାରିଲେ ନାହିଁ ଏବଂ ସମଗ୍ର ଦଳ ମାତ୍ର 57 ରନରେ ଅଲଆଉଟ୍ ହୋଇଗଲା। ଏବେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ପାଳି ଥିଲା। ଛୋଟ ଟାର୍ଗେଟକୁ ପିଛା କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ଗତି ଦ୍ରୁତ ଥିଲା। ଓପନରମାନେ ଆକ୍ରମଣାତ୍ମକ ଶୈଳୀ ଆପଣାଇ ଚୌକା ଏବଂ ଛକା ବର୍ଷା କରିଥିଲେ। ଭାରତ ମାତ୍ର 4.3 ଓଭରରେ 57 ରନର ଲକ୍ଷ୍ୟ ହାସଲ କରିଲା। ଏହି ମ୍ୟାଚରେ ଭାରତୀୟ ଦଳ ମାତ୍ର 9 ୱିକେଟ୍ ଏବଂ 93 ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା। ଭାରତ ଏହି ମ୍ୟାଚ୍ ଏକପାକ୍ଷିକ ଭାବରେ ଜିତିଛି ବୋଲି କହିବା ଭୁଲ ହେବ ନାହିଁ। ଭାରତୀୟ ବୋଲରମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା ଏବଂ ବ୍ୟାଟ୍ସମ୍ୟାନମାନେ ଦଳକୁ ଏକ ଦୃଢ଼ ବିଜୟ ଦେବାରେ କୌଣସି ସମୟ ନଷ୍ଟ କରିନଥିଲେ। ଏହି ବିଜୟ ସହିତ ଭାରତ ପଏଣ୍ଟ ଟେବୁଲରେ ପ୍ରଥମ ପଏଣ୍ଟ ମଧ୍ୟ ସୁରକ୍ଷିତ କରି ପୂର୍ଣ୍ଣ ଶକ୍ତି ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଏହି ପରାଜୟ ଦ୍ୱାରା ୟୁଏଇ ଦଳର ମନୋବଳ ନିଶ୍ଚିତ ଭାବରେ ପ୍ରଭାବିତ ହୋଇଛି। ସେମାନଙ୍କର ବ୍ୟାଟ୍ସମ୍ୟାନମାନେ ଭାରତର ବୋଲିଂ ସାମ୍ନାରେ ତିଷ୍ଠି ପାରିଲେ ନାହିଁ। ଯଦିଓ ଟୁର୍ଣ୍ଣାମେଣ୍ଟ ଆହୁରି ଲମ୍ବା ଏବଂ ୟୁଏଇ ଭବିଷ୍ୟତରେ ଅନେକ ସୁଯୋଗ ପାଇବ, ତାହେଲେ 10 ସେପ୍ଟେମ୍ବର ବୁଧବାର ଦିନ ଭାରତ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ କେବେ ବି ଭୁଲି ପାରିବେ ନାହିଁ। ଭାରତର ଏହି ବିଜୟ ପୁଣି ଥରେ ପ୍ରମାଣିତ କରିଛି ଯେ ଦଳ ବର୍ତ୍ତମାନ ଏସିଆର ସବୁଠାରୁ ଶକ୍ତିଶାଳୀ ଦଳ ମଧ୍ୟରୁ ଗୋଟିଏ। ଆଗାମୀ ମ୍ୟାଚଗୁଡ଼ିକରେ ଭାରତ ପ୍ରଶଂସକମାନଙ୍କୁ ଆହୁରି ବଡ଼ ବିଜୟ ଦେଇପାରିବ ବୋଲି ଏହା ଆଶା କରାଯାଉଛି। ବର୍ତ୍ତମାନ ପାଇଁ ଏତିକି। ରହିଲି, ପୁଣି ଦେଖାହେବ ଆଉ ଏକ ନୂଆ ଖବର ସହିତ। ଦେଖୁଥାନ୍ତୁ ନଟ୍ ଟାଇମ୍ ଟିଭି। ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ଖବର।